ଯିବା ଦରକାର ଥିଲା ଗଲେ ଭଲ ହେଲା। ଲକ୍ଷ ଲକ୍ଷ ଲୋକ କାଲି ଦର୍ଶନ କରିଛନ୍ତି। ହଁ ସ୍ୱାମୀ ଯେତେବେଳେ ଯିବେ ଧର୍ମପତ୍ନୀ ଯିବେନି, ପୁଅ ଝିଅ ବି ଯିବା କଥା ସାଥିରେ। ଯାଇଥିଲେ ନାହିଁ ମୁଁ ଜାଣିନି। ଆଉ ଲକ୍ଷ ଲକ୍ଷ ଲୋକ ଯାଇଛନ୍ତି କାଲି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଜୈନ ସମସ୍ତେ ସେ ଫ୍ରି ଦର୍ଶନ ଦିଅନ୍ତି। କାଲି ଭଳିଆ ପବିତ୍ର ଦିନରେ ସ୍ନାନ ମଣ୍ଡପରେ ଖୁବ୍ ବଢ଼ିଆ ଦର୍ଶନ ଦେଇଛନ୍ତି। ନୀତି ଠିକ୍ ଭାବେ ହେଇଛି। ଦଇତାପତି ଏବଂ ଯେତେ ସେବାୟତ ପୁରୀର ଜଗନ୍ନାଥଙ୍କର ଧନ୍ୟବାଦ। କାଲି ରାତି 4ଟାରୁ ପହଣ୍ଡି ବିଜେ ଆରମ୍ଭ ହୋଇଛି। ପ୍ରଥମେ ସୁଦର୍ଶନ ଗଲେ, ତାପରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଗଲେ, ରତ୍ନ ସିଂହାସନରେ ବସିଲେ, ଦୋଳ ମଣ୍ଡପରେ ବସିଲେ, ଦର୍ଶନ ଦେଲେ। ସବୁ ଧର୍ମର ଲୋକ ବଡ଼ଦାଣ୍ଡରେ ତାଙ୍କୁ ଦର୍ଶନ ଦିଅନ୍ତି, ପ୍ରତିବର୍ଷ ଦେଲେ। ଏଇଟା ନୂଆ କଥା ନୁହଁ, ଏ ଆମ ପରମ୍ପରା ଚାଲିଛି, ଚାଲିବ। ଯିଏ ମୁଖ୍ୟମନ୍ତ୍ରୀ ହେବେ ଯିବେ ଦର୍ଶନ କରିବା ପାଇଁ। ଜାନି ପଟ୍ଟନାୟକ ଯାଉଥିଲେ, ବିଜୁ ପଟ୍ଟନାୟକ ଯାଉଥିଲେ, ନବୀନ ପଟ୍ଟନାୟକ ଯାଉଥିଲେ। ରଥକୁ ଯିବେ ସମସ୍ତେ। ମୁଁ ସମସ୍ତଙ୍କ ସାଥିରେ ଭିଡ଼ିବାର ସୁଯୋଗ ପାଇଛି ରଥ। ତେଣୁ ଏ ନୂଆ କଥା ନୁହଁ। ଆମର ଦେବତା, ଜଗତର ଦେବତା ଜଗନ୍ନାଥ, ତାଙ୍କ ଯାନି ଯାତ୍ରା ଏବଂ ତାଙ୍କ ରଥ, ଗୁଣ୍ଡିଚା ରଥ, ପବିତ୍ର ରଥ ସମସ୍ତେ ଆମେ ଦର୍ଶନ କରୁ ଏବଂ ଆଶୀର୍ବାଦ ଆଣୁ। ଦିଅନ୍ତୁ। ଯେଉଁଠି ଦୁର୍ନୀତି ହେଇଥିବ ଇନକ୍ୱାରି ହେବ। ଯଦି ଦୁର୍ନୀତି ହେଇଥିବ ତାହେଲେ ତାର ରେଜଲ୍ଟ ଗୁଡ୍ ମିଳିବ। ଯଦି ଦୁର୍ନୀତି ନ ହେଇଥିବ ରେଜଲ୍ଟ ବ୍ୟାଡ୍ ମିଳିବ। କିଛି ହେଇଥିବ ଏଥିରେ ସନ୍ଦେହ ନାହିଁ। କାରଣ ଦୀପାଳି ଅତି ଭଦ୍ର ମହିଳା। ଆମ ସାନ ଭାଇର ଝିଅ, ଜଣେ ଭଲ ବିଜନେସମ୍ୟାନ୍। ତାଙ୍କର କଣ୍ଟ୍ରୋଲିଂ କାପାସିଟି ଅଛି। ଲୋକଙ୍କ ସେବା କରନ୍ତି। ଲୋକେ ତାଙ୍କୁ ଭୋଟ ଦେଇଛନ୍ତି। ଜବରଦସ୍ତି EVM ଜରିଆରେ ଆମେ ହରେଇବା ଠିକ୍ ନୁହଁ। ଇନକ୍ୱାରି ହେବା ଦରକାର। ମୁଁ ସେ କଥା କହିପାରିବିନି, କିନ୍ତୁ ତାଙ୍କ ରିଓପେନିଂ ହେବା ଉଚିତ। ଜଣେ ଭଲ ଲୋକ ଥିଲେ, ଭଦ୍ର ଲୋକ ଥିଲେ, ଶିଳ୍ପପତି ଗୋଟେ ଥିଲେ, ଆଉ ଜଣେ ଭଲ କ୍ୟାବିନେଟ୍ ମନ୍ତ୍ରୀ ଥିଲେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିଲେ। ତାଙ୍କୁ ଗୋଟେ ହତ୍ୟା କରାଗଲା। ଇନକ୍ୱାରି ହେବା, ରିଓପେନିଂ ହେବା ଆବଶ୍ୟକ। ସମସ୍ତେ ଯୋଜନା କରୁଛନ୍ତି। ଯିଏ ମୁଖ୍ୟମନ୍ତ୍ରୀ ସମୟରେ ସମସ୍ତେ ଯୋଜନା, ଇଏ ଯୋଜନା କଲେ ATM ଚାଉଳ ମିଳିବ, ଭଲ ସୁବିଧା ହେବ, ଲୋକ ସୁବିଧାରେ ପାଇବେ। ଏ ଜଣେ ଆଦିବାସୀ କୂଳରେ ଜନ୍ମ, ଗାଁ ଗହଳିରେ ଜନ୍ମ। ମୁଁ ତାଙ୍କୁ କହିଛି ତୁମେ ଗାଁ ଗହଳିରେ ରହିଛ। ଏ ସହରରେ ଗାଁ ଗହଳିରେ ଯେଉଁ ଗରିବ ଲୋକ ଖଣ୍ଡିଆ ଘରେ ପଡ଼ିଛନ୍ତି, ଟିଣ ମଡ଼େଇକି, କୁଟା ମଡ଼େଇକି, ନଡ଼ା ମଡ଼େଇକି, ଜରି ମଡ଼େଇକି, ସେ ଦଳ ମତ ନିର୍ବିଶେଷରେ ଏଇ ଗରିବ ଲୋକ ଗୁଡ଼ାକ ଘର ଗାଁ ଗହଳିରେ, ଓଡ଼ିଶା ଯାକ ଗାଁ ଗହଳିରେ ପଡ଼ିଛନ୍ତି। ଆଦିବାସୀ, ହରିଜନ, ଗରିବ, ମୁସଲମାନ, ଖ୍ରୀଷ୍ଟିଆନ ସବୁ ପଡ଼ିଛି। ମୁସଲମାନ ବହୁତ ଗରିବ ଅଛନ୍ତି, ଖଣ୍ଡିଆ ଘରେ ପଡ଼ିଛନ୍ତି। ଏ ସହର ମାନଙ୍କରେ ତାଙ୍କୁ ପଟ୍ଟା ଦିଅ। ଆଦିବାସୀମାନଙ୍କର ଘର ଦିଅ, ଏପର୍ଯ୍ୟନ୍ତ ପଟ୍ଟା ମିଳିନି, ତାଙ୍କୁ ପଟ୍ଟା ଦିଅ। ଏ ଗରିବ ଲୋକଙ୍କୁ ଥଇଥାନ କର। ଆଗ ଏ କାମ କର। ଆଉ ATM ଜରିଆରେ ଚାଉଳ ଦେବ, ଭଲ ହେବ। ଆହୁରି କୋଡ଼ିଆ ହେଇଯିବୁ ଆମେ। ଟଙ୍କିକିଆ ଚାଉଳ ଖାଇକି ଆଉ ଆମେ ଶାଗ ପଟାଳିଏ ବି ବୁଣୁନୁ ଗାଁରେ, ପନିପରିବା କରୁନୁ। ହଉନି। ଆଏ ନୂଆ ମୁଖ୍ୟମନ୍ତ୍ରୀ ଯାହା ଚାହିଁବେ ତାହା ହେବ। ନୂଆ ଆଇନ ହେବ। ଏଇ କର୍ମଚାରୀ ମାନେ କରିବେ, କରନ୍ତୁ। ପୋଲିସ ଅଧିକାରୀ ବହୁତ ମନୋଗାମୀ କାମ କରୁଛନ୍ତି। ମୁଁ ଜାଣିନି। ଯଦି ପୁଲିସ ଭଳିଆ କରୁଥିବେ ଇନକ୍ୱାରି କରି ତାଙ୍କୁ ଦଣ୍ଡ ଦିଅନ୍ତୁ। ସୁର ଭାଇ, ଗୋଟେ ଭିଡ଼ିଓ ଏବେ ଗଣମାଧ୍ୟମରେ ବହୁତ ଭାଇରାଲ ହେଉଛି। ପ୍ରଶାନ୍ତ ଜଗଦେବ କହିଛନ୍ତି ଆମ ଚାବି ହେଉଛି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଅଛି। ଆଉ ସତ କଥା, ତାଙ୍କ ଚାବି ପ୍ରଧାନମନ୍ତ୍ରୀଙ୍କ ପାଖରେ। ଏଠି ଇଏ ରାଜ୍ୟର ଯେ ନେତା ସେ କ'ଣ କରିବେ? ପ୍ରଧାନମନ୍ତ୍ରୀ ଯାହା କହିବେ ସେଇଆ। ଏଇଆକୁ ଏଇଆ ଦିଆହେବ, ଆକୁ ଏଇଆ ଦିଅ, ତାକୁ ଅର୍ବନ ଦିଅ। 3 ଦିନ ଗଡ଼ିଗଲାଣି ପୋର୍ଟଫୋଲିଓ ବାଣ୍ଟିବା ପାଇଁ। ସାଡ଼ୁ କ୍ଲିୟର ଯାଇଲା, ଇଆଡ଼େ କ୍ଲିୟରେନ୍ସ ହେଲା। କିନ୍ତୁ ଇଏ ମୋହନ ମାଝୀ ନିଜେ ଜାଣିଥିଲେ ମୁଖ୍ୟମନ୍ତ୍ରୀ ହେବେ, ତାଙ୍କ ଦଳ ଜାଣିଥିଲେ। ପାଣ୍ଡିଆ ନବୀନ ପଟ୍ଟନାୟକ 9 ତାରିଖ ଡେଟ୍ ଘୋଷଣା କରିଥିଲେ, ଫେଲ୍ ମାରିଗଲା। କ'ଣ ଭାସିଗଲା? 25 ବର୍ଷ ରହିଲେ, ଗୁଡ଼େ ରାଜ୍ୟର ବିକାଶ କରିଛନ୍ତି, ଫେର୍ କରିବେ। ବିରୋଧୀ ଦଳର ନେତା ହେଲେ ନବୀନ ପଟ୍ଟନାୟକ, ଧନ୍ୟବାଦ। ଏହାଦ୍ୱାରା କର୍ମଚାରୀମାନେ ଯେ ଟାଇଟ୍ ହେବେ, ଖାଇଯାଉଥିଲେ କର୍ମଚାରୀ ସବୁ, ଟିକେ ଚେକ୍ ହେବ।
ମୁଁ ଭାବୁଛି ବଢ଼ିଆ ହେଇଛି ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେବା ଦ୍ୱାରା। ଆଜ୍ଞା ମୋହନ ମାଝୀ କ'ଣ ଚାବି କଣ୍ଡେଇ ହେଇଯିବେ ଦିଲ୍ଲୀର ଦିଲ୍ଲୀ? ଆରେ ବାବୁ ସେ ଦଳରେ ଚାବି କଣ୍ଡେଇ ଯେଉଁ ମୁଖ୍ୟମନ୍ତ୍ରୀ ଯେଉଁ ରାଜ୍ୟର କିଏ ଯେ କ୍ଷମତା ନାହିଁ ଆଉ ମୁଖ୍ୟମନ୍ତ୍ରୀ ହେଇଛନ୍ତି କାହିଁକି? ମୁଖ୍ୟମନ୍ତ୍ରୀ ଯାହା ଚାହିଁବେ ତାହା କରିବେ ରାଜ୍ୟର। ଆଜି ତୁମକୁ ଚିଫ୍ ସେକ୍ରେଟାରୀ ସିନିୟର IAS ଜୁନିୟର ଥିଲେ ବି ତୁମକୁ କରିଦିଆଯିବ। ତାକୁ DIG ଆକୁ IG ତାକୁ ହେଲ୍ଥ ଡାଇରେକ୍ଟର ତାକୁ କଲେକ୍ଟର ଖୋର୍ଦ୍ଧା ଯାହା ଚାହିଁବ ମୁଖ୍ୟମନ୍ତ୍ରୀ ତାହା କରିବ। ମୁଖ୍ୟମନ୍ତ୍ରୀ ସେ ଗେଡ଼ା ହେଲେ କ'ଣ ହେବ? ଛୋଟ ସାପର ଭାରି ବିଷ ବଢ଼ିଆ କାମ କରିବ। ଏଗୁଡ଼ାକ ମାମୁଲି ଆମର ଚୂନ ବୋଳି ଦେବା ରଙ୍ଗ ବୋଳି ଦେବା ବାଲ୍ଟିରେ ରଙ୍ଗ ନେଇ ମୁହଁରେ ବୋଳି ଦେବା ଗୁହ ବୋଳି ଦେବା ଗୁହ ନେଇ ଆଗରେ ଥୋଇବା କଂଗ୍ରେସ ବସିରେ ବାଜା ବଜେଇବା ବାଡ଼େଇବା କାଚ ଭାଙ୍ଗିବା ଲାଇଟ୍ ଭାଙ୍ଗିବା ପୋଡ଼ା ଜଳା କରିବା ଇଏ ବୋଧେ 200 ଥର ହେଇଛି। ମୁଁ 57 ବର୍ଷ ରହିଲିଣି କଂଗ୍ରେସରେ ସେ 10-20 ଥର ହେଇଛି। ଥରେ କ'ଣ ପୋଡ଼ିକି ଜଳାଜଳ ପହଞ୍ଚ କରିଦେଲେ। ଏ ମୁଁ ସେଇଠୁ ଜାନକୀ ପଟ୍ଟନାୟକ ମୋତେ କହିଲେ ମୁଁ ଗଲାବେଳକୁ ପୋଡ଼ା ଜଳା ହେଉଛି 200 ଟଙ୍କା ନେଇକିରି ଗଲାବେଳକୁ ଏ ସର୍ତ୍ତ ରାଉତ ଯିଏ ଏଇନା ଅଛନ୍ତି ସେ ଗୋଟେ ଭିତରେ ବସିଛନ୍ତି ତାଙ୍କ ଜିପ୍ଟା ଦୂର ଦୂର ହେଇ ଜଳୁଛି। ଅନ୍ୟମାନେ ଥିଲେ ବିପିନ ଦାସ ଥିଲେ ସବୁ ନେଇକି ଆସିଲି। ଏ ବହୁବାର ହେଇଛି। କେଉଁଟା ମୋତେ ଯେତିକି ଆଟାକ୍ ହୁଏ ମୁଁ 3 ସେତିକି ଆଟାକ୍ ସେଇଦିନ କରେ। ଆଜି ବି କହିଦେଉଛି ଯଦି ନିଜେ ବି ମୁଖ୍ୟମନ୍ତ୍ରୀ ଲୋକ ଲଗେଇ କିଛି କରିବେ ମୁଁ ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର ଜବାବ ନେବି। ନବୀନ ବାବୁ ଯଦି କିଛି କରିବେ କାରଣ ମୁଁ ଅନ୍ୟାୟ କରିନି। ଅନ୍ୟାୟରେ ଯଦି ପାୱାର ଅଛନ୍ତି ବୋଲି ମିସ୍ୟୁଟିଲାଇଜ୍ କରିବେ ପୋଲିସ ଜରିଆରେ କାହା ଜରିଆରେ ସନ୍ଧ୍ୟା ସୁଦ୍ଧା ମୁଁ ତାର ଜବାବ ନେବି। କାରଣ ଜନତା ଆମ ସାଥିରେ ଅଛନ୍ତି ଲୋକ ଆମ ସାଥିରେ ଅଛନ୍ତି। 60 ବର୍ଷ ହେଲା ଲୋକଙ୍କ ପାଇଁ ବାହାରିଛୁ। ଡାକିଦେଲା ମାନେ 5-7 ହଜାର ଏଇଠି ଡାକିଦେଲେ ନା 2,000 3,000 ଦେଇଦେବୁ ଆମେ। କାରଣ ଅନ୍ୟାୟ କରିନୁ କାହାରଠୁ ପଇସା ଖାଇନୁ। ରାଜଧାନୀ ଉପରେ ସିଂହ ଭଳିଆ ଅଛୁ। ଯେ ଆଇଲା ଏ 3ଟା ଡାକ୍ତରଖାନା ଆଇଲାଣି ଗୋଟେ ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରିକି ଆଇଲାଣି ଜଟଣୀରୁ। ଆମେ ଲୋକଙ୍କର ସେବା କରିବାର ଅଛୁ ଖାତିର ନାହିଁ କାହାରିକୁ। ମୁଁ କହିପାରିବିନି। ଶରଦ ପଟ୍ଟନାୟକ କାଳି ମାଡ଼ ହେଲା ପରେ କିଛି ଲୋକ କହୁଛନ୍ତି ଭଲ ହେଇଛି ଟିକେଟ୍ ବିକ୍ରି କରିଥିଲେ କେଜାଣି ମୁଁ କହିପାରିବିନି। ସେ କାହାକୁ ବିକ୍ରି କରିଥିଲେ କିଏ ପଇସା ନେଇଥିଲେ କିଏ ଦେଇଥିଲେ ମୁଁ ଦେଖିନି କି ଜାଣିନି ମୁଁ କେମିତି କହିବି? ଫୁର୍ସତ ନାହିଁ। ସେଇଦିନ ମୁଁ ପେଣ୍ଡିଂ ରଖେନି କି ଥାନାକୁ ଯାଏନି କେବେ। ଯେତେବେଳେ ଯେଉଁଠି କେତେବେଳେ ବାଇଚାନ୍ସ କ'ଣ ହେଇଛି ମୋ ଉପରେ ମୁଁ ଥାନା କଚେରୀ କେବେ ଯାଇନି। ମୁଁ ସିଧା ତା ଘରକୁ ଯାଏ ଲୋକ ନେଇକିରି କ'ଣ ପାଇଁ କରିଛୁ ସେଇଠି ଯା ନାଇଁ ଯା ତ ନହେଲେ ଯା ଶାଶ୍ୱତ ଡିସିସନ୍ ଡେରି କରେନି କେବେ। ମୁଁ କେବେ ଅନ୍ୟାୟ କରିନି କାହିଁ ଦୟା କରିବି? ମୁଁ ଯଦି ତୁମର କିଛି କ୍ଷତି କରିବି ମୁଁ ଭୟ କରିବି। ଓଲଟ ସେବା ଖବର ପାଇଲା ମାନେ ଡାକ୍ତରଖାନା ହେଉ କି ଆକ୍ସିଡେଣ୍ଟ ହେଉ ଘର ପଡ଼ି ହେଉ ବନ୍ୟା ହେଉ ବିପଦ ହେଉ ଯାଇ ପହଞ୍ଚିଲି ସାହାଯ୍ୟ କରେ। ମୁଁ ତେଣୁ ଡରିବାର ପ୍ରଶ୍ନ ଉଠୁଛୁ କୁଆଡ଼ୁ? ଲୋକ ବହୁତ ଡହଳ ବି କଲେଣି ଟମାଟୋ କିଲୋ 100। ପରିସ୍ଥିତି ଦରଦାମ ପାଇଁ ନରେନ୍ଦ୍ର ମୋଦି ତୁମେ ବେଶୀ ଆଉ ଚିକିଣି କଥାବାର୍ତ୍ତା କରନି। ତୁମେ ଭାରତ ଲାଭକୁ ତୁମେ ଡିଜେଲରେ ପଇସା ଖାଇଲ ପେଟ୍ରୋଲରେ ଖାଇଲ ଗ୍ୟାସରେ ଖାଇଲ GSTରେ ଖାଇଲ। ଏଇନା ଆଳୁ ରେଟ୍ ବଢ଼ିଲା ପିଆଜ ରେଟ୍ ବଢ଼ିଲା ପୋଟଳ 100 ସାରୁ 100 ଜହ୍ନି 100 ବାଇଗଣ 100 ପିଆଜ 90। ବଞ୍ଚିବୁ କେମିତି ଆମେ? ଡାଲି ରେଟ୍ ବଢ଼ିଲା ଘିଅ ରେଟ୍ ବଢ଼ିଲା ତେଲ ରେଟ୍ ବଢ଼ିଲା ଅଟା ରେଟ୍ ବଢ଼ିଲା ଚୁଡ଼ା ରେଟ୍ ବଢ଼ିଲା ଆମେ ବଞ୍ଚିବୁ କେମିତି? ନରେନ୍ଦ୍ର ମୋଦି ଆଉ ମୋହନ ବାବୁ ତୁମେ ଆଗ ରିଭ୍ୟୁ କର ଖାଲି ସାକ୍ଷାତ ବେଶୀ କରନି। କ'ଣ ପାଇଁ ଦରଦାମ ବଢ଼ୁଛି? ତୁମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯାହା ବି ହେଲେ ଓଡ଼ିଶା ଦାୟିତ୍ୱରେ ଅଛ ମୁଖ୍ୟମନ୍ତ୍ରୀ। ଏ ଦରଦାମ କାହିଁ ହୋଇ ବଢ଼ୁଛି? କ'ଣ ପାଇଁ ବଢ଼ୁଛି? ତୁରନ୍ତ ବ୍ୟବସ୍ଥା କର ଦରଦାମରୁ କେମିତି ଆମେ ଗରିବ ଲୋକ କ୍ଷାନ୍ତ ହେବୁ। ଟଙ୍କିକିଆ ଚାଉଳ ଖାଇଲା ପରେ ଆମେ କୋଡ଼ିଆ ହେଇଯାଇଛୁ ଓଡ଼ିଶାର ଜନସାଧାରଣ। ଗାଁ ଗହଳିରେ ଶାଗ ପଟାଳି ବି ବୁଣୁନୁ ଆମେ ପନିପରିବା ବି ବାଇରେ ଚାଷ କରୁନୁ ଧାନ ଚାଷ ବି କରୁନୁ। କେଉଁ ଟଙ୍କିକିଆ ଚାଉଳ ମିଳିଗଲା ଖାଲି ହାଣ୍ଡିଆ ପିଇକିରି ଦେଶୀ ପିଇକିରି ଗଞ୍ଜେଇ ଖାଇକିରି ଖାଲି ଆମେ ଗଡ଼ୁଛୁ। ୟାର ପ୍ରତିକାର କର ଲୋକଙ୍କୁ କାମ ଦିଅ ଗାଁ ଗହଳିରେ ସେ ଚାଷ କାମ ଦିଅ
90% लोक चाष उपर निर्भर करती पनीपरिया हे तुम अंडा आसव आंध्र माछ आसव आंध्र कदली आसव आंध्र पियाज आसव नासिक आलू आसव वेस्टबेंगल डाली आसव हरियाणा पंजाब गहम आसव यूपी बंद कर निज राज्य में चाष कर सुजोग दियो चाषी मान भी साहाय्य कर।